ଗୋପାଳପୁର ଗାଁରେ ରାଜୁ ତା ସ୍ତ୍ରୀ ଗୌରୀ ସହିତ ରହୁଥିଲା। ହେଲେ ଏପଟରେ ତାର ବଡ଼ ଭାଇ ରଘୁ ତା ସ୍ତ୍ରୀକି ନେଇ ଅଲଗା ଗାଁରେ ଘର ଭଡ଼ା ନେଇ ରହୁଥିଲା। କାହିଁକି ନା ତା ସ୍ତ୍ରୀ ଗଙ୍ଗା ତାର ବୁଢ଼ା ବାପା ଆଉ ଦିଅର ସହିତ ରହିବାକୁ ଜମା ବି ପସନ୍ଦ କରୁନଥିଲା। ହେଲେ ଏପଟରେ ରାଜୁ ଆଉ ତା ସ୍ତ୍ରୀ ଗୌରୀ ବାପାଙ୍କର ବହୁତ ସେବା ଯତ୍ନ କରନ୍ତି। ଗୋଟେ ଦିନ ରଘୁ ଆଉ ତା ସ୍ତ୍ରୀ ଗଙ୍ଗା ନିଜ ଗାଁ ଗୋପାଳପୁରକୁ ଫେରି ଆସନ୍ତି। ରାଜୁ ତା ବଡ଼ ଭାଇ ରଘୁର ବହୁତ ସମ୍ମାନ କରୁଥିଲା। ସେମାନଙ୍କୁ ଭଲ ଭାବରେ ସ୍ୱାଗତ ଜଣାଇ ଘରକୁ ନେଇଗଲା ଆଉ ସମସ୍ତେ ମିଳିମିଶି ରହିବାକୁ ଲାଗିଲେ। ଶୁଣୁଛ, ମୁଁ କଣ କହୁଥିଲି କି ଆଜି ଆମେ ଟିକେ ଭଗବାନ ଦର୍ଶନ କରିବା ପାଇଁ ମନ୍ଦିର ଗଲେ ହୁଅନ୍ତାନି? ହେଲେ ଗୌରୀ, ଆମେ ମନ୍ଦିର କେମିତି ଯିବା? ତମେ କଣ ଜାଣିନ ବାବାଙ୍କ ଦେହ କେତେ ଖରାପ? ଆଉ ଏମିତିରେ ଆମେ ଯଦି ମନ୍ଦିର ଚାଲିଯିବା ତାଙ୍କର ଦେଖାଶୁଣା କିଏ କରିବ କହିଲ? ଆରେ ଭାଇ ଭାଉଜ ପରା ଆସିଛନ୍ତି, ଆମେ ତାଙ୍କ ପାଖରେ ବାବାଙ୍କୁ ଛାଡିକି ଯିବା। ଏଇ ଅଳ୍ପ ସମୟର ତ କଥା, ଆମେ ଶୀଘ୍ର ଫେରି ଆସିବା। ଏମିତିରେ ଆଜି ଗୋଟେ ଦିନ ପାଇଁ ତ ସେ କଣ ଆମକୁ ମନା କରିବେ? ତମେ ଯଦି କହିବ ତାହେଲେ ମୁଁ ଭାଉଜକୁ କୁହନ୍ତି। ଗୌରୀ, ତାହେଲେ ଠିକ ଅଛି, ହଉ ତମେ ଯାଅ କହିବ। ତାପରେ ସେମାନେ ବାବାଙ୍କୁ ବଡ଼ ଭାଉଜଙ୍କ ପାଖରେ ଛାଡ଼ି ମନ୍ଦିର ଯିବା ଲାଗି ବାହାରି ଯାଆନ୍ତି। ସେମାନଙ୍କର ଯିବାର କିଛି ସମୟ ପରେ ତାଙ୍କ ବାବା ବାଞ୍ଛାନିଧିଙ୍କର ଧୀରେ ଧୀରେ ତାଙ୍କ ଦେହ ବହୁତ ଜୋରରେ ଖରାପ ହେବାକୁ ଲାଗେ। ତାପରେ ବାଞ୍ଛାନିଧି ବାବୁ ତାଙ୍କ ବଡ଼ ବୋହୂ ଗଙ୍ଗାକୁ ଡାକନ୍ତି। ବଡ଼ ବୋହୂ ଗଙ୍ଗା, ଶୁଣୁଛୁ ମା? ଆରେ କଣ ହେଲା ବୁଢ଼ା, ଏତେ ଜୋରେ କଣ ପାଇଁ ପାଟି କରିଥିଲ ତୁ? ଶୁଣ ବଡ଼ ବୋହୂ, ମତେ ଲାଗୁଛି ମୋର ଶେଷ ସମୟ ଆସିଗଲା। ତମେ ଟିକେ ରାଜୁ ଆଉ ଗୌରୀକି ମୋ ପାଖକୁ ଡାକ। ସେମାନେ ଏତେ ବି ବେଶୀ ଦୂର ଯାଇନଥିବେ। ସେମାନଙ୍କୁ ଟିକେ ଶୀଘ୍ର ଡାକି ଆଣ। ମତେ କିଛି ଜରୁରୀ କଥା ତମମାନଙ୍କୁ କହିବାର ଅଛି। ଏ ସବୁ କଥା ବୁଢ଼ାର ମୁହଁରୁ ଶୁଣି ସାରିବା ପରେ ଗଙ୍ଗା ମନେ ମନେ ଚିନ୍ତା କଲା। ଆରେ ଏ ବୁଢ଼ା ଆଉ ସମ୍ପତ୍ତି ଭାଗବନ୍ତ କଥା କହିବନି ତ? ହଁ, ସବୁ ସମ୍ପତ୍ତି ହଡପ କରିବାର ଏଇଟା ହେଲା ଉଚିତ ସମୟ। ଏଥର ଆମେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ସବୁ ସମ୍ପତ୍ତି ହଡପ କରିନେବୁ ଆଉ ଅନ୍ୟ ଏକ ଗାଁରେ ଯାଇ ବହୁତ ଖୁସିରେ ରହିବୁ। ତାପରେ ଗଙ୍ଗା ଆସି ତାର ସ୍ୱାମୀ ରଘୁକୁ ସବୁ କଥା କହିଲା। ଆଉ ତାର ସ୍ୱାମୀ ରଘୁ ଯାଇ ତା ବାବାକୁ କୁହେ। କଣ ହେଲା ବାବା, ତମ ଦେହ ବହୁତ ଖରାପ ଲାଗୁଛି କି? ହଁ ପୁଅ, ସେଥିପାଇଁ ତ ମୁଁ ସମ୍ପତ୍ତିର ଭାଗବାଣ୍ଟ କରିବା ପାଇଁ ଚାହୁଁଛି। ଜଲ୍ଦି ଜଲ୍ଦି ଯାଇ ରାଜୁ ଆଉ ତା ସ୍ତ୍ରୀ ଗୌରୀକି ମୋ ପାଖକୁ ଡାକି ଆଣ। ବାବା, ମୁଁ ସେମାନଙ୍କୁ ଦେଖିବା ପାଇଁ ଯାଇଥିଲି, ହେଲେ ସେମାନେ ବହୁତ ଦୂର ଦୂରାନ୍ତକୁ ଚାଲି ଯାଇଛନ୍ତି। ସେମାନେ ତ ମତେ କେଉଁଠାରେ ବି ନଜର ଆସିଲେନି। ତମେ କଣ କହିବାର କଥା ଆମକୁ କହିଦିଅ, ସେମାନେ ଆସିଲେ ଆମେ ସେମାନଙ୍କୁ ଜଣେଇଦବୁ। ଆଚ୍ଛା, ତାହେଲେ ଠିକ ଅଛି। ତମେ ଦୁଇ ଜଣ ମୋ କଥା ଧ୍ୟାନ ଦେଇ ଶୁଣ। ମୁଁ ଆଉ ତମ ମା ତମ ଭବିଷ୍ୟତ ପାଇଁ ବହୁତ ଟଙ୍କା ଜମା କରି ରଖିଥିଲୁ, ଏଥିପାଇଁ କି ତମ ଦୁଇ ଜଣଙ୍କୁ ପଇସାର ଅଭାବ ଅନୁଭବ ନ ହେଉ ବୋଲି। ହେଲେ ତମ ମା ତମକୁ ଜଣେଇବା ପାଇଁ ମତେ ମନା କରିଥିଲା। ଏଥିପାଇଁ କି ତମେ ଦୁଇ ଜଣ ପରିଶ୍ରମ କରି ନିଜ ଗୋଡ଼ରେ ନିଜେ ଠିଆ ହବ ବୋଲି। କିନ୍ତୁ ଇଏ ମୋର ଶେଷ ସମୟ, ସେଥିପାଇଁ ମୁଁ ତୁମମାନଙ୍କୁ ସେ ଧନ ବିଷୟରେ ଜଣେଇ ଦଉଛି। ଆରେ ହଁ ବାବା, ଶୀଘ୍ର କୁହନ୍ତୁ। ତାହେଲେ ତମେ ଦୁଇ ଜଣ ଏବେ ଧ୍ୟାନ ଦେଇ ଶୁଣ। ମୁଁ ଆଉ ତମ ମା ସେ ଧନରତ୍ନ ଭରା ସିନ୍ଦୁକଟିକୁ ଘର ଭିତରେ ମାଟି ତଳେ ପୋତି ଦେଇଛୁ, କାହିଁକି ନା କୋଉ ଚୋର ତାକୁ ଚୋରି କରି ନ ନଉ। ଏତିକି କହିସାରି ବାଞ୍ଛାନିଧି ବାବୁ ନିଜର ପ୍ରାଣ ତ୍ୟାଗ କରିଦିଅନ୍ତି। ଏ ବୁଢ଼ା, ମନୁ ତ ମନୁ, ସେ ଧନ ସମ୍ପତ୍ତି କୋଉଠି ଲୁଚେଇ ରଖିଛୁ କହିଦେଇ ମରିଥିଲେ ହେଇନଥାନ୍ତା? କିଛି କଥା ନାହିଁ, ଆମେ ତାକୁ ଖୋଜି ନବା। ଏଇଠି ଶୁଣ, ତମେ ସବୁ କଥା ତମ ସାନ ଭାଇକି ଜମା କହିବନି। କଣ କହୁଛ? ମୁଁ ଏ ସବୁ କଥା ମୋର ସାନ ଭାଇକି ଜଣାଇବି ନାହିଁ? ତମ ମୁଣ୍ଡ ଫୁଣ୍ଡ କିଛି କାମ କରୁନି ନା କଣ? ମୁଁ ବା ତମକୁ କହିଲି, ମୁଁ ଯାହା କହୁଛି ତମେ ସେଇଆ କର। ହେଲେ ଆମେ ସେ ସିନ୍ଦୁକଟିକୁ ଏ ଘର ଭିତରେ କେଉଁଠି ଖୋଜିବା? ରାଜୁ ବି ତ ଏ ଘରେ ରହୁଛି ନା।
ଆମେ ଯେତେବେଳେ ସେ ସିନ୍ଧୁକଟିକୁ ଖୋଜିବା ତାକୁ ତ ଏ ବିଷୟରେ ଜଣା ପଡିଯିବ। ଓହୋ, ତମେ ସେ କଥା ଗୁଡିକ ଚିନ୍ତା କରିବା ଛାଡି ଦିଅ। ମୁଁ ଯାହା କହୁଛି ସେ ସବୁ ଧ୍ୟାନ ଦେଇ ଶୁଣ। ତାପରେ ଗଙ୍ଗା ସେ ଧନ କିପରି ଖୋଜାଯିବ ଆଉ ସବୁ ସମ୍ପତ୍ତି କେମିତି ହଡପ ହବ ସେଇ ବିଷୟରେ ରଘୁକୁ ସବୁ କିଛି କହିଲା। ଆରେ ବା ଗଙ୍ଗା ବା, ତମର ବୁଦ୍ଧିକୁ ମାନିବାକୁ ପଡିବ। ତାପରେ ରାଜୁ ଆଉ ଗୌରୀ ମନ୍ଦିରରୁ ଫେରି ଘରକୁ ଆସନ୍ତି। ଆରେ ବାବା, ଇଏ ତମର କଣ ହେଇଗଲା ବାବା? ଭାଇ, ବାବା ଆଖି କଣ ପାଇଁ ଖୋଲୁନାହାନ୍ତି? ବାବାଙ୍କର କଣ ହେଲା? କଣ କହିବି ରାଜୁ, ତୁ ଗଲା ପରେ ପରେ ବାବାଙ୍କ ଦେହ ବହୁତ ଖରାପ ହେଇଗଲା ଆଉ ସେ ଆମକୁ ଛାଡି ଚାଲିଗଲେ ରେ। ବାବା, ମତେ କ୍ଷମା କରିଦବ ବାବା। ମୁଁ ତମର ଶେଷ ସମୟରେ ତମ ମୁହଁରେ ଟୋପେ ପାଣି ଦେଇପାରିଲିନି। ମତେ କ୍ଷମା କରିଦବ ବାବା, ମତେ କ୍ଷମା କରିଦବ। ତାପରେ ସେ ଦୁଇ ଜଣ ଭାଇ ମିଶି ତାଙ୍କ ବାବାଙ୍କର ଶବ ସତ୍କାର କରିଦିଅନ୍ତି। ଏମିତି ଧୀରେ ଧୀରେ ଦିନ ପରେ ଦିନ ବିତି ଚାଲେ ଆଉ ସେମାନଙ୍କର ବାବାଙ୍କର ସୁଧିକିଆ କାମ ସବୁ ସରିଯାଏ। ଏଥର ସେମାନଙ୍କ ଘର ବହୁତ ସୁନସାନ ଲାଗୁଥାଏ। ଗୋଟେ ଦିନ ରଘୁ ତାର ସାନ ଭାଇ ରାଜୁକୁ କୁହେ, ଦେଖ ରାଜୁ, ବାବା ତ ଆମମାନଙ୍କୁ ଛାଡି ଚାଲିଗଲେ। ତୋର ଏ ଘରେ ଏଥର କୌଣସି ଅଧିକାର ନାହିଁ। ତୁ ତୋ ସ୍ତ୍ରୀକି ନେଇ ଏଠାରୁ ଚାଲିଯା। କାହିଁକି ନା ବାବା ମଲା ବେଳେ ଏ ଘର ଆଉ ଧନ ସମ୍ପତ୍ତି ସବୁ ମୋ ନାଁରେ କରିଦେଇ ଯାଇଛନ୍ତି। ଏଥିପାଇଁ କି କାହିଁକି ନା ସେ ମଲା ସମୟରେ ମୁଁ ତାଙ୍କ ପାଖରେ ଥିଲି। ଏଥିପାଇଁ ତୁ ଏ ଘରେ ରହିପାରିବୁନି। ଏ ଘରେ ତୋର କୌଣସି ଅଧିକାର ନାହିଁ। ଯା, ତୋ ସ୍ତ୍ରୀକି ନେଇ ଏଥର ଚାଲିଯା। ଏ ସବୁ କଥା ଶୁଣି ସାରିବା ପରେ ରାଜୁର ପାଦ ତଳୁ ମାଟି ଖସିଯାଏ। ସେ ଏବେ କଣ କରିବ ତାର ମୁଣ୍ଡ କିଛି କାମ କରେ ନାହିଁ। ଭାଇ, ତମେ କଣ କହୁଛ? ବାବା ମୋ ସହିତ ଏମିତି କେବେ ବି କରିପାରିବେନି। ଆରେ ସିଏ ତ ମତେ ବହୁତ ଭଲ ପାଆନ୍ତି। ପିଆର ବାବୁ, ଭାଇ ଠିକ କହୁଛନ୍ତି। ବାବା ତ କହୁଥିଲେ ରାଜୁର ମୋ ପାଇଁ ଟିକେ ବୋଲି ଚିନ୍ତା ନାହିଁ। ମୁଁ ବହୁତ ଅସୁସ୍ଥ ଅଛି, ତଥାପି ସେ ମତେ ଛାଡି ଦେଇ ଚାଲିଗଲା। ଆରେ ଆମେ ତ ତାଙ୍କ ଶେଷ ସମୟରେ ତାଙ୍କ ପାଖରେ ଥିଲୁ ଆଉ ତାଙ୍କର ସେବା କଲୁ। ସେଥିପାଇଁ ତ ସେ ସବୁ ଧନ ସମ୍ପତ୍ତି ଆଉ ଏ ଘର ଆମ ନାଁରେ କରିଦେଇଗଲେ। ନା ଭାଉଜ, ବାବା ଆମ ସହିତ ଏମିତି କେବେ ବି କରିପାରିବେନି। ରାଜୁ, ମୁଁ ଜାଣିଥିଲି କି ତୁ ଏ କଥାକୁ ବିଶ୍ୱାସ କରିବୁନୁ। ସେଥିପାଇଁ ତୁ ମୁଁ ଆମ ଗାଁ ମୁଖିଆକୁ ଡକେଇଛି। ସେ ଆସିଲେ ସବୁ ଫଇସଲା ହେଇଯିବ। କିଛି ସମୟ ପରେ ଗାଁର ମୁଖିଆ ସେଠାକୁ ଆସନ୍ତି। ବାଞ୍ଛାନିଧି ବାବୁ ଲେଖି ଯାଇଥିବା ଚିଠିକୁ ସେ ପଢନ୍ତି। ମୁଁ ବାଞ୍ଛାନିଧି ସ୍ୱୟଂ ଏଇ ପତ୍ରରେ ଲେଖୁଛି କି ଯେତେ ମୋର ଧନ ସମ୍ପତ୍ତି ଆଉ ଏ ଘର ବାଡି ଅଛି ସବୁ ମୁଁ ମୋର ବଡ ପୁଅ ନାଁରେ କରିଦଉଛି। ଆଉ ରାଜୁ ନାଁରେ ଗାଁ ବାହାରର ପାହାଡ ପାଖରେ ଥିବା ସେ ଝୋପୁଡି ଘରଟେ ତା ନାଁରେ କରିଦଉଛି। ମୁଖିଆ ଆଜ୍ଞା, ଏ କାଗଜରେ ଯାହା ବି ସବୁ ଲେଖା ହେଇଛି ଏହା କଣ ସତ? କଣ ବାବା ଏହାକୁ ନିଜେ ଲେଖିଛନ୍ତି? ରାଜୁ, ମୁଁ ଜାଣିନି ତମ ବାବା ତମ ସହିତ ଏମିତି କଣ ପାଇଁ କଲେ। ଏ କାଗଜରେ ଯାହା ବି ସବୁ ଲେଖା ଯାଇଛି ସବୁ ତମ ବାବା ଲେଖିଛନ୍ତି ଆଉ ତା ତଳେ ମଧ୍ୟ ସେ ତାଙ୍କର ଟିପ ଚିହ୍ନ ଦେଇଛନ୍ତି। ମୁଖିଆ ଆଜ୍ଞା, ଏସବୁ କଣ ପାଇଁ ହେଇଛି ମୁଁ ତମକୁ କହୁଛି। ଏ ଦୁଇ ଜଣ ରାଜୁ ଆଉ ଗୌରୀ ବାବାଙ୍କୁ ବହୁତ ଅତ୍ୟାଚାର କରୁଥିଲେ ଆଉ ତାଙ୍କର ସେବା ମଧ୍ୟ କରୁନଥିଲେ। ବାବାଙ୍କର ଦେହ ଅସୁସ୍ଥ ଥାଇ ମଧ୍ୟ ଏମାନେ ବାବାଙ୍କୁ ଛାଡି ବୁଲିବା ଲାଗି ଚାଲିଗଲେ। ମୁଁ ଆଉ ଗଙ୍ଗା ବାବାଙ୍କର ବହୁତ ସେବା କଲୁ। ମୁଁ ବାବାଙ୍କର ଶେଷ ସମୟରେ ମୁଁ ତାଙ୍କ ପାଖରେ ଥିବାରୁ ସେ ସବୁ ଧନ ସମ୍ପତ୍ତି ମୋ ନାଁରେ କରିଦେଲେ। ନାଇଁ ମୁଖିଆ ଆଜ୍ଞା, ଏସବୁ ମିଛ କଥା। ବାବାଙ୍କର ତ ଆମେ ବହୁତ ଯତ୍ନ ନେଉଥିଲୁ ଆଉ ବାବା ବି ଆମ ସହିତ ବହୁତ ଖୁସିରେ ଥିଲେ। ଦେଖ ରାଜୁ, ମୁଁ ବା ଆଉ କଣ କରିପାରିବି। ତମ ବାବା ତ ନିଜେ ଏସବୁ ଲେଖିଛନ୍ତି ଆଉ ପ୍ରମାଣ ସହିତ ତାଙ୍କ ଆଙ୍ଗୁଠି ଛାପ ବି ଦେଇଛନ୍ତି। ଏମିତି କଥାରେ ମୁଁ ବା ତମକୁ କଣ ସାହାଯ୍ୟ କରିପାରିବି। ଏମିତି କଥା ଶୁଣି ଗଙ୍ଗା ଆଉ ତାର ସ୍ୱାମୀ ରଘୁ ବହୁତ ଖୁସି ହେଇଯାନ୍ତି। ଆଉ ତାପରେ ରଘୁ ମୁଖିଆଙ୍କୁ କୁହେ, ମୁଖିଆ ଆଜ୍ଞା, ଆପଣ ସିଧା ସିଧା ରାଜୁକୁ କହିଦିଅନ୍ତୁ ସେ ତା ସ୍ତ୍ରୀକି ନେଇ ଏଠାରୁ ଚାଲିଯାଉ। ଭାଇ, ମୁଁ ତୁମର ସାନ ଭାଇ ନା। ବାବା ଯଦି ମୋ ଉପରେ ଅଭିମାନ କରିଥିଲେ ତାହେଲେ କଣ ହେଲା? ତମେ ତ ତମ ପାଖରେ ମତେ ରଖିପାରିବ ନା। ରାଜୁର ମୁହଁରୁ ଏସବୁ କଥା ଶୁଣି ସାରିବା ପରେ ମୁଖିଆ କୁହନ୍ତି, ରାଜୁ, ତମ ବାବା ଲେଖି ଯାଇଥିବା ଅନୁସାରେ ଗାଁ ବାହାର ପାହାଡ ପାଖରେ ଯୋଉ ଛୋଟ ଚାଷ ଜମିଟେ ଆଉ ଯେଉଁ ଘର ଅଛି ସେଇଟା ତୁମର। ତୁମେ ତମ ସ୍ତ୍ରୀକି ନେଇ ସେଠାକୁ ଚାଲିଯାଅ। ହେଲେ ମୁଖିଆ
मुखिया आज्ञा सेठारे जे घर अछि से तो संपूर्ण रूपे भांगी जाइछि आमे से भंगा घरे केमिति कोन रहबो तमको तो ये दरकार तमाने बाबांका सहित जेमिति कलो तमको सेमति परिणाम मिलला आउ आमे जेमिति कलु हमको सेमति परिणाम मिलला देखो भाउज तमे एते मिछ कथा कहनी आमे बाबांको बहुत भलो पाउथिलु आउ बाबा भी हमको बहुत भलो पाउथिले आमे तो निजे थरो तांकर बहुत सेवा यत्न करूथिलु मुखिया आज्ञा आपण एमानकु कहि दियंतु एमाने आम सहित जुक्ति न करी सीधा एठारु घर छाड़ी चली जिउ बोली देखो राजू तम बापा कहवा अनुसार ए घर तुम बड़ भाईर आउ जदि सी तुमको रखिबा पई चाहुनी ताहले तमे एठारु घर छाड़ी चली जाओ देखो मुखिया आज्ञा मु एमानकु मो सहित रखिबा पई चाहुनी काहेकि ना ये बाबांको सहित जो खराब व्यवहार करिसंती एमानकु तो एमानकर भूलर दंड मिलिबा दरकार हे सुनुच उठ हमको एथरे घर छाड़ी जिबाको हेबो गौरी मु तो गोटे कथा बुझी पारुनी बाबा जदि आम उपरे नाराज थिले ताहले तो कहि परिथांते सी एमिति आम सहित कोन पाई कले हो जणा नहीं भाउज भाई आम सहित एमिति कोन पाई कले आमे तो सेमानकु बहुत सम्मान करथलु हेले सी टिके भी आम कथा भाबिले नहीं गौरी आमे तो बाबांकर बहुत सेवा यत्न कले हेले तथापि बाबा आम सहित एमिति कले एथिरे भाई भाउजंकर दोष बा कोन चलो आमे एथरो एठारु चली जिबा तापरे सेठारु से दुई जण चली जांती तापरे रघु तार स्त्री गंगा को कुहे अरे बा गंगा बा तमर बुद्धि को मानिबा को पड़िबो तम बुद्धि अनुसार ए घर भी हमर हेई गला आउ बाबा नुचैथिबा सिंदुकटे भी हमर हेई गला अरे आमे जदि बाबांकर हाथ तियारे लेखा कागज को न बदलई थांते आउ सेथिरे तांको टिप न देई थांते ताहाले कोन ए धन संपत्ति घर सब हमर हेई परिथांता एथर तो ए घर द्वार धन संपत्ति सब हमर हेई गला आमे तो एथर बहुत खुशी रे रहिबा किछि समय परे मुखिया राजू पाखकु आसंती जणा नहीं राजू तुम बाबा तुम सहित एमिति कोन पाई कले ए कथाटा मु भी बुझी पारुनी काहे कि ना गां जानिछि जे तुमे तुमर बाबांकर केते सेवा करूथिलो मुखिया आज्ञा मोर ए धन संपत्ति रे किछि भी लोभ नाही मते तो गोटे कथा बहुत खराब लागुची आमे बाबांकर एते सेवा यत्न करी मध्य से आमको शेषरे एते घृणा कले हौ राजू ताहले मु एबे आसुची तोर यदि किछि भी जिनसर दरकार होए ताहले मते कहिबू एमिति कहि सारी मुखिया सेठारु चली जांती तापरे राजू ता स्त्री गौरी की कुहे गौरी आमे बे कौन करिबा मते बे किछि भी भलो लागुनी मु जानि पारुनी बाबा हमको एते घृणा कौन पाई करले नहीं नहीं बिल्कुल नहीं बाबा हमको घृणा नुहे हम दी जन को बहुत भलो पाउथिले सुन तुमे काले मुखिया को पाखा को जाओ से निश्चय तुमको किछि ना किछि काम देबे एबे चलो आमे घर को भलो से सफा करि देबा तापरे गौरी घर भीतर को जाई घर को भलो भाबरे सफासफी करबाकू लागे एमिति किछि समय परे गौरी राजू को डाक मारे एठी सुनुच आसिलो आसिलो तापरे राजू जल्दी घर भीतर को जाए तापरे से घर को आसी देखे तो धनरत्न रे भरा गोटे सिंदुकटे थुआ होइछ एहा देखी से तो बहुत आश्चर्य होई गला गौरी मु एथर ठीक बुझी सारिची बाबा हमको ए भंगा घर कोन पाई देइथिले मु एबे जाउची मुखिया को सब कथा कहिबी तापरे राजू मुखिया को घर को जाए आउ मुखिया को सब कथा कहे तापरे मुखिया से धनरत्न भरा सिंदुकटी को देखिबा लगी राजूर घर को आसंती किछि दिन मध्यरे ए खबर गाँ गाँ रे व्यापी जाए राजूर घरु सिंदुक बाहरिबा कथा गाँ लोक माने समस्ते जानी जाती गोटे दिन गाँर जड़े लोक रघुर पाखक आसे आउ कहिबाकू लागे अरे रघु भाई तमे जानिଛ तम सान भाई राजूर घरु गोटे धनरत्न भरा सिंदुकटे बाहरिची कौन कौन कहूच तमे अरे हाँ रघु भाई हाँ मु जहा कहूची सत कहूची तमर जदि मो कथा ऊपर विश्वास होनी
ତାହେଲେ ଚାଲ, ମୋ ସହିତ ଚାଲ, ଦେଖିବ ଚାଲ। ଏତିକି କହିସାରି ସେ ଲୋକ ଜଣଙ୍କ ସେଠାରୁ ଚାଲିଯାଏ। ତାପରେ ରଘୁ ତା ସ୍ତ୍ରୀ ଗୌରୀ ପାଖକୁ ଯାଇ କୁହେ, ଆରେ ଗଙ୍ଗା, ବାବା ନୁହେଁ, ସେ ଧନରତ୍ନ ଭରା ସିନ୍ଦୁକଟିକୁ ସେ ଭଙ୍ଗା ଘରେ ଲୁଚେଇକି ରଖିଥିଲେ। ଚାଲ ଆମେ ଏବେ ସେଠାକୁ ଯାଇ ଦେଖିବା। ତାପରେ ସେ ଦୁଇ ଜଣ ରାଜୁର ସେ ଭଙ୍ଗା ଘରକୁ ଯାଆନ୍ତି। ତାପରେ ସେମାନେ ସେଠାରେ ପହଞ୍ଚି ରଘୁ ତାର ସାନ ଭାଇକି କୁହେ, ରାଜୁ, ଏ ସିନ୍ଦୁକଟି ମୋର, ବାବା ଏଇ ଭଙ୍ଗା ଘରେ ଲୁଚାଇକି ରଖିଥିଲେ। ଭାଇ, କ'ଣ ତମକୁ ଏ ସିନ୍ଦୁକ ବିଷୟରେ ଆଗରୁ ଜଣାଥିଲା? ହଁ ହଁ ବିଲକୁଲ, ବାବା ମତେ ଏ ସିନ୍ଦୁକ ବିଷୟରେ ଆଗରୁ ଜଣାଇଥିଲେ, ହେଲେ ଏକଥା ଜଣାଇ ନଥିଲେ ଏ ସିନ୍ଦୁକଟି କୋଉଠି ଲୁଚାଇ ରଖାଯାଇଛି। ଭାଇ, ତମେ ତ ମତେ ଏ ସିନ୍ଦୁକ ବିଷୟରେ ଆଗରୁ ତ ଜଣେଇ ନଥିଲ। ତମେ କେମିତିକା ଭାଇ? ଆରେ ତମେ ତ ଏକ ନମ୍ବର ଧୋକେବାଜ ଆଉ ବହୁତ ଲୋଭୀ। ଆରେ ମୁଁ ତ ଯଦି ତତେ ଏ ବିଷୟରେ କହିଦେଇଥାନ୍ତି ତାହେଲେ ତୁ ତାକୁ କେତେବେଳ ଠାରୁ ନେଇଯାଇଥାନ୍ତୁ। ତାପରେ ପାଖରେ ଛିଡା ହୋଇଥିବା ମୁଖିଆ କୁହନ୍ତି, ରଘୁ, ତମର ଏ ସିନ୍ଦୁକ ଉପରେ କୌଣସି ଅଧିକାର ନାହିଁ। ଆଇନ ଅନୁଯାୟୀ ଏ ସିନ୍ଦୁକଟି ରାଜୁର ଘରୁ ବାହାରିଛି, ତେଣୁ ରାଜୁର ଏହା ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି। ମୁଖିଆ ଆଜ୍ଞା, ମତେ ଆପଣ କ୍ଷମା କରିଦିଅନ୍ତୁ। ଯେହେତୁ ଆମେ ଦୁଇ ଜଣ ଭାଇ, ଏ ଧନ ଉପରେ ଆମର ଦୁଇ ଜଣଙ୍କର ଅଧିକାର ଅଛି। କଣ କହିଲ ରଘୁ, ତମେ ରାଜୁର ଭାଇ? ଠିକ୍ ତମ ଭାଇ ପଣିଆ। ତମେ ଭାଇଟାକୁ ଘରେ ରଖେଇଦେଲନି, ଆଉ ଏବେ କହୁଛ ସିଏ ମୋ ଭାଇ। କଣ ତମେ ଏ ଧନରତ୍ନ ଭରା ସିନ୍ଦୁକଟିକୁ ଦେଖି ଲୋଭରେ ପଡି ତମେ ତାକୁ ଆଉ ଭାଇ କହୁନ ତ, ଯେଉଁଥିପାଇଁ ସେ ତମକୁ ଏଥିରୁ ଭାଗ ଦେଇଦବ? ଆମକୁ କ୍ଷମା କରିଦିଅ ମୁଖିଆ ଆଜ୍ଞା। ବାବା ମଲା ସମୟରେ ଆମେ ତାଙ୍କର ଆଙ୍ଗୁଠା ଛାପ ଗୋଟେ ସାଧା କାଗଜରେ ନେଇଥିଲୁ, ଆଉ ତାରି ସାହାଯ୍ୟରେ ସବୁ ଧନ ସମ୍ପତ୍ତି ମୋ ନାଁରେ କରିନେଇଥିଲି। ବାଃ ରଘୁ ବାଃ, ମାନିବାକୁ ପଡିବ ତମକୁ। ତମେ କେତେ ବଡ ପାପ କରିଛ ତମେ ଜାଣିଛ? ଆରେ ତମେ ଗୋଟେ ମଲା ଲୋକର ଆଙ୍ଗୁଠା ଛାପ ନେଇଛ। ତମକୁ ତ ଏହାର ଦଣ୍ଡ ନିଶ୍ଚୟ ମିଳିବ। ମୁଖିଆ ଆଜ୍ଞା, ଆମକୁ କ୍ଷମା କରିଦିଅନ୍ତୁ। ଏସବୁ ମୋରି କହିବା ଅନୁସାରେ ସେ କରିଥିଲେ। ତା ମାନେ ବାବା ମୋ ଉପରେ ଜମା ବି ଅଭିମାନ କରିନଥିଲେ? ସେ ମଲା ସମୟରେ ମତେ ମନେ ପକାଉଥିଲେ? ହଁ ରାଜୁ, ବାବା ତୋ ଉପରେ ଜମା ବି ରାଗି ନଥିଲେ। ବାବା ତାଙ୍କ ଶେଷ ସମୟରେ ତତେ ମତେ ଡାକି ଏଇ ସିନ୍ଦୁକ ବିଷୟରେ କହିବା ପାଇଁ ଚାହୁଁଥିଲେ, ହେଲେ ମୁଁ ଲୋଭରେ ପଡି ତତେ ଏ ବିଷୟରେ ଜଣେଇ ନଥିଲି। ମତେ ତୁ କ୍ଷମା କରିଦେ ରାଜୁ। ଭାଇ, ତମେ ମତେ ଧନ ସମ୍ପତ୍ତି ଦେଲ ନାହିଁ, ଏଥିପାଇଁ ମୋର ମନରେ ଟିକେ ବେଲି ଦୁଃଖ ନାହିଁ। ହେଲେ ତମେ ଯୋଉ ବାବାଙ୍କ ନାଁରେ ଏତେ ବଡ ମିଛ କହିଛ, ସେଥିପାଇଁ ମୁଁ ତମକୁ କେବେ ବୋଲି କ୍ଷମା କରିବିନି। ତମେ ହେଲ ଏକ ନମ୍ବର ଧୋକେବାଜ ଆଉ ଲୋଭୀ ପ୍ରକୃତିର ଲୋକ। ମୁଁ ତମକୁ କେବେ ବି କ୍ଷମା କରିପାରିବି ନାହିଁ। ତମ ପାଇଁ ଏଇଆ ଦଣ୍ଡ। ତମେ ମୋ ଠାରୁ ବହୁତ ଦୂରକୁ ଚାଲିଯାଅ। ତୁମର ଏ ନିର୍ଲଜ୍ଜ ମୁହଁ ମତେ ଆଉ କେବେ ଦେଖେଇବନି। ଅତି ଲୋଭ କାରଣରୁ ଗଙ୍ଗା ଆଉ ରଘୁକୁ କିଛି ବି ମିଳେ ନାହିଁ। ସେ ସେଠାରୁ ଖାଲି ହାତରେ ଚୁପଚାପ ଚାଲିଯାଆନ୍ତି।